ଆମର ବଡିରେ ଯେତେକ ଅର୍ଗାନ ଅଛି ସବୁ ଅର୍ଗାନ କୁ ବ୍ଲଡ ସପ୍ଲାଇ ଦରକାର। ବ୍ଲଡ ହିଁ ଆମର ଜୀବନ। ତ ଯେମିତି ସବୁ ଅର୍ଗାନ କୁ ବ୍ଲଡ ସପ୍ଲାଇ ଦରକାର, ହାର୍ଟ କୁ ବି ନିଜେ ଆଜ ଏନ୍ ଅର୍ଗାନ ଗୋଟେ ବ୍ଲଡ ସପ୍ଲାଇ ଗୋଟେ ଦରକାର। ତ ହାର୍ଟ କୁ ଯୋଉ ବ୍ଲଡ ସପ୍ଲାଇ କରୁଛି ସେଇ ଆର୍ଟରୀ ଗୁଡାକୁ ଆମେ କୋରୋନାରୀ ଆର୍ଟରୀ କହୁ। ଆଉ କୋରୋନାରୀ ଆର୍ଟରୀ ଭିତରେ ଯଦି ବ୍ଲକେଜ ଗୁଡା ଡେଭଲପ ହେଇଗଲା, ତାହେଲେ ସେଟା କେତେବେଳେ ଅକସ୍ମାତ ସେ ବ୍ଲକେଜ ଟା ଯଦି କମ୍ପ୍ଲିଟ 100% ହେଇଗଲା, ବ୍ଲଡ ଟା ପୁରା ଫ୍ଲୋ ଟା ଷ୍ଟପ ହେଇଯିବ। ଯେହେତୁ ହାର୍ଟ ଟା ଗୋଟେ ପ୍ରକାର ମସଲ ସବୁବେଳେ ଏମିତି ଏମିତି କଣ୍ଟ୍ରାକ୍ଟ କରୁଛି, ସେ ଯଦି ବ୍ଲଡ ସପ୍ଲାଇ ଟା ବନ୍ଦ ହେଇଗଲା, ସେ ମସଲ ଟା ବ୍ଲଡ ପାଇବ ନାହିଁ। ବ୍ଲଡ ଯଦି ନ ପାଇଲା, ତାହେଲେ ସାଙ୍ଗେ ସାଙ୍ଗେ ସେ ଏରିଆ ଟା ଆଉ ବ୍ଲଡ ପମ୍ପିଂ ନ କରି ପାରିକିରି ସେ କିଛି ମିନିଟ ଭିତରେ ଧୀରେ ଧୀରେ ଯଦି ବ୍ଲଡ ସପ୍ଲାଇ ଟା ନ ସାଙ୍ଗେ ସାଙ୍ଗେ ରିଷ୍ଟୋର ହେଲା, ମରିବା ଆରମ୍ଭ। ସେଇଟାକୁ ଆମେ ହାର୍ଟ ଆଟାକ୍। ଦେଖନ୍ତୁ, ଲାଇଫଷ୍ଟାଇଲ ଚେଞ୍ଜ ହଉଛି। ମୋଟାମୋଟି କଥା ଏଇଆ, ଲାଇଫଷ୍ଟାଇଲ ଚେଞ୍ଜ ହଉଛି। ଏବେ ଗୋଟେ ବଡ ପ୍ରୋବ୍ଲେମ କଣ, ଯୁବପିଢି ଭିତରେ ଏକ୍ସରସାଇଜ କରିବାର ଟେଣ୍ଡେନ୍ସି ଏତେ ନାହିଁ, ଏତେ ପରିଶ୍ରମ କାମ ନାହିଁ। ପ୍ରାୟତଃ ଯେତେକ ଜବ୍ ଅଛି, ପ୍ରାୟତଃ ଯେତେକ ଅପର କ୍ଲାସ ଜବ୍ ଦେଖନ୍ତୁ, ହାଇ ପେଇଂ ଜବ୍ ଦେଖନ୍ତୁ, ସବୁ ଗୁଡା ଗୋଟେ ଜାଗାରେ ବସିକିରି ଲେଖାପଢା କରିବାର ଜବ୍ ଗୁଡାକ ଅଛି। ତ ସେଥିରେ କଣ, ଯେହେତୁ ଆପଣ ଗୋଟେ ଜାଗାରେ ବସିକିରି ଖାଲି କାମ କରୁଛନ୍ତି, ଆପଣଙ୍କର କୌଣସି ପ୍ରକାର ଏକ୍ସରସାଇଜ ହଉନି ବା କୌଣସି ପ୍ରକାର ଆପଣ ଏକ୍ସପେଣ୍ଡିଚର ହଉନି ଆପଣଙ୍କର ଖାଦ୍ୟ ପଦାର୍ଥର ଯୋଉ ଏନର୍ଜି ଆସୁଛି। କିନ୍ତୁ ଖାଇବାରେ କାହାର କଣ୍ଟ୍ରୋଲ ନାହିଁ, ସମସ୍ତେ ପ୍ରାୟ ଭଲ ଖାଉଛନ୍ତି, ରିଚ୍ ଫୁଡ ଖାଉଛନ୍ତି, ଆଉ ତେଲିଆ ଜିନିଷ ବା ସ୍ପାଇସି ଜିନିଷ ଗୁଡାକ ପସନ୍ଦ ବି କରୁଛନ୍ତି, ଫାଷ୍ଟ ଫୁଡ ଖାଉଛନ୍ତି। ତେଣୁକରି କ୍ୟାଲୋରି ଇନଟେକ୍ ଷ୍ଟାଣ୍ଡାର୍ଡ ଟା ବହୁତ ବଢିଗଲାଣି। ଆପଣ ଦେଖନ୍ତୁ, 40-50 ବର୍ଷ ତଳେ ଆଭରେଜ ଗୋଟେ ଲୋକର ବ୍ରେକଫାଷ୍ଟ ବା ଲଞ୍ଚ ବା ଡିନର ରେ କେତେ ଫାଷ୍ଟ ଫୁଡ, କେତେ ଅଏଲ, କେତେ ସ୍ପାଇସେସ୍ ଥିଲା। କିନ୍ତୁ ଏବେ ବହୁତ ହେଇଗଲାଣି ସେ। ଆଣ୍ଡ ସବୁଠୁ ବଡ ପ୍ରୋବ୍ଲେମ ଟା କଣ, ଯେ ୟଙ୍ଗ ପିପଲ ଏଇ ଜିନିଷଟାକୁ ଅଣ୍ଡରଷ୍ଟାଣ୍ଡ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ପ୍ରାୟ ସେମାନେ ଭାବନ୍ତି ଯେ ଗୋଟେ ଜାଗାରେ ବସିକିରି ଟିଭି ଦେଖିବାଟା ବା ଫୋନରେ ଖେଳିବାଟା ବହୁତ ଗୋଟେ ତାଙ୍କ ଫେଭରେଟ ଟାଇମ ପାସ୍ ଟା। ଆଉ ଏଇ ଚକ୍କରରେ ତାଙ୍କର ଦେହ ଭିତରେ ଧୀରେ 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 ଡେଭଲପ ହଉଛି ବିଭିନ୍ନ ପ୍ରକାର ରୋଗ ଗୁଡାର ସୃଷ୍ଟି ହଉଛି, ଯେମିତି ଡାଇବେଟିସ୍ ଅଛି, ବ୍ଲଡ ପ୍ରେସର ଅଛି, ଷ୍ଟ୍ରେସ୍ ଅଛି, ଏବଂ ଅନ୍ୟ ପ୍ରକାର ଟେନସନ ଅଛି। ଆଉ ହାର୍ଟ ଭିତରେ ଆର୍ଟେରୀ ଗୁଡାକୁ, ଯୋଉଟା ମୁଁ କହିଥିଲି ଆଗରୁ, କରୋନାରୀ ଆର୍ଟେରୀ ଗୁଡା ଧୀରେ 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 ବ୍ଲକେଜ ହୋଇ ଆସୁଛି। ତେଣୁକରି ୟଙ୍ଗ ଏଜ ରେ ଏବେ ବେଶୀ ଏଗୁଡା ଡେଭଲପ କରାଯାଉଛି, ବେଶୀ ଦେଖାଯାଉଛି। ଆଉ ଗୋଟେ ପ୍ରୋବ୍ଲେମ କଣ, ଯେ ତାକୁ ଏକ୍ସରସାଇଜ କରିବା ଜାଗାରେ ପ୍ରାୟତଃ ୟଙ୍ଗ ପିପଲ ମାନେ ଆଜିକାଲି ସେ ଜିମ୍ ଯାଇକି ଟିକେ ବେଶୀ ଏକ୍ସରସାଇଜ କରିକି ସ୍ପେଶାଲ ସବୁ ଫୁଡ ଗୁଡା ଖାଇଦେଲେ, ସେମାନେ ଭାବୁଛନ୍ତି ଆମ ହେଲ୍ଥ ଟା ରିଷ୍ଟୋର ହେଇଗଲା। ତ ସେଟା ବି ଗୋଟେ ଫଲ୍ସ ହୋପ, ଗୋଟେ ସେଟା ବି ଖାଲି ନିଜକୁ ସାନ୍ତ୍ୱନା ଦେବା କଥା, କିନ୍ତୁ ସେଥିରେ ପ୍ରାୟ ହେଲ୍ଥ ଇମ୍ପ୍ରୁଭ ହୁଏନି, ବରଂ ସେଟା ବି ହେଲ୍ଥ ପ୍ରତି ସେଟା ବି ଗୋଟେ ପ୍ରକାର ଆଘାତ। ଏସବୁ ଜିନିଷ ଚକ୍କରରେ ଖାଦ୍ୟ, ଲାଇଫଷ୍ଟାଇଲ, ଆଉ ସେଡେଣ୍ଟାରୀ ଲାଇଫ, ଏବଂ ଏକ୍ସେସିଭ ଜିମିଂ, ଇମ୍ପ୍ରପର ଫୁଡ, ଏଇ ସବୁ ଜିନିଷ ଚକ୍କରରେ ଏବେ ୟଙ୍ଗ ଏଜ ରେ ବେଶୀ ହାର୍ଟ ଆଟାକ୍ ଗୁଡା ଦେଖାଯାଉଛି। ଆଉ ଦୁଃଖର ପ୍ରୋବ୍ଲେମ ଟା କଣ, ଦୁଃଖର ବିଷୟଟା କଣ, ଯେ ୟଙ୍ଗ ଲୋକଙ୍କ ଭିତରେ ହାର୍ଟ ଆଟାକ୍ ଟା ପଡିଲେ ପୁରା ଜୀବନଟା ତାଙ୍କର, ତାପରେ ସେ ହାର୍ଟ ଆଟାକ୍ ର କମ୍ପ୍ଲିକେସନ୍ସ ରେ ହିଁ ବିତିବ। ହାର୍ଟ ଆଟାକ୍ ଟା ଥରେ ପଡିଲା ପରେ ହାର୍ଟ ଟା ଦୁର୍ବଳ ହେଇଯାଉଛି। ସେ ଦୁର୍ବଳ ହାର୍ଟକୁ ନେଇକରି 40-50 ବର୍ଷ ଯାକେ କାମ କରିପାରୁଛି, ପ୍ରଡକ୍ଟିଭ ଲାଇଫ ଟା লিড କରିପାରୁଛି, ବାହା ହେବାର ଅଛି, ଛୁଆ ପିଲା ଅଛି। ତ ଏ ସବୁ ତାଙ୍କର ଏଣ୍ଟାୟାର ଲାଇଫ ଟା ବିତିବ ଏଇ ପ୍ରୋବ୍ଲେମ ଗୁଡା ଭିତରେ। ଦ୍ୟାଟ୍ ଇଜ ସାଡ୍ ଥିଙ୍ଗ। ସବୁଠୁ କମନ ସିମ୍ପଟମ ହାର୍ଟ ଆଟାକ୍ ର ହଉଛି ଚେଷ୍ଟ ପେନ୍। କିନ୍ତୁ ଗୋଟେ ଭ୍ରାନ୍ତ ଧାରଣା ଏହା ଅଛି ଯେ ଚେଷ୍ଟ ପେନ୍ ସବୁ ପେସେଣ୍ଟ ଭିତରେ ହବ, ତାହା ନୁହେଁ। ରଫଲି 60-70% ଲୋକଙ୍କର ଚେଷ୍ଟ ପେନ୍ ହୁଏ ହାର୍ଟ ଆଟାକ୍ ଟା ପଡେ। ଆଉ ଚେଷ୍ଟ ପେନ୍ ଟା ବି କୋଉଠି ହବ, ହାର୍ଟ ଟା ଆକ୍ଚୁଆଲି ପ୍ରିଡମିନେଣ୍ଟଲି ଆମର ଲେଫ୍ଟ ସାଇଡ୍ ରେ ଏଇ ଜାଗାରେ ଅଛି। ତ ଏଇ ଏରିଆ ଭିତରକୁ, ଏଇ ହାର୍ଟ ଉପରେ ଚେଷ୍ଟ ପେନ୍ ହବ। ଆଉ ହାତର ବାଁ ହାତର ଭିତର ପଟକୁ ଏଟା ସ୍ପ୍ରେଡ ହବ। ଏଇଟା ହଉଛି କ୍ଲାସିକ ହାର୍ଟ ଆଟାକ୍ ର ସିମ୍ପଟମ୍ସ ଗୁଡା, କିନ୍ତୁ ସବୁ ପେସେଣ୍ଟରେ ଦେଖାଯାଏ ନାହିଁ। ମୁଁ ଯେମିତି କହିଲି ଆପଣଙ୍କୁ, 60-70% ପେସେଣ୍ଟ ଭିତରେ ଏଇଟା ଦେଖାଯିବ। 60-70%, ତା ମାନେ 20-30-40% ପେସେଣ୍ଟ ଭିତରେ ଏଇଟା ଦେଖାଯିବ ନାହିଁ। ସେ ପେସେଣ୍ଟ କିଏ? ସେ ପେସେଣ୍ଟ ହଉଛନ୍ତି ଯୋଉମାନଙ୍କର ମ୍ୟାସିଭ ହାର୍ଟ ଆଟାକ୍ ଟା ପଡିଲା। ମ୍ୟାସିଭ ହାର୍ଟ ଆଟାକ୍ ଟା ପଡିଲେ ସେ ପେସେଣ୍ଟ ମାନେ ଆଚେଷ୍ଟ ହେଇଯିବେ ବା ବେହୋସ ହେଇଯିବେ, ଆଉ ମୁଣ୍ଡ ବୁଲେଇକି ପଡିଯିବେ। ତେଣୁ ଚେଷ୍ଟ ପେନ୍ ପାଇଁ ବି କାହାକୁ କହିପାରିବେନି କି ଡାକି ପାରିବେ ନାହିଁ। ଆଉ ଗୋଟେ ଗ୍ରୁପ ହଉଛନ୍ତି ଯୋଉମାନଙ୍କର ବହୁତ ଲମ୍ବା ସମୟରୁ ଡାଇବେଟିସ୍ ମେଲାଇଟସ୍ ଅଛି। ଡାଇବେଟିକ ପେସେଣ୍ଟ ମାନଙ୍କୁ ବା ନ୍ୟୁରୋପାଥି ଯୋଉମାନଙ୍କର ଅନ୍ୟ କୌଣସି ରୋଗ ବିଷୟରେ ଅଛି, ସେମାନଙ୍କୁ ଚେଷ୍ଟ ପେନ୍ ହବ ନାହିଁ। କାହିଁକିନା ପେନ୍ ହେବା ପାଇଁ ଆପଣଙ୍କ ନର୍ଭ ଗୁଡା ନର୍ମାଲ ହେବାଟା ନିହାତି ଦରକାର। ଯାହାର ନର୍ଭ ଗୁଡା ଡ୍ୟାମେଜ ହେଇଛି ଡାଇବେଟିସ୍ ଯୋଗରୁ ବା ଅନ୍ୟ କୌଣସି ରୋଗ ଯୋଗରୁ, ସେମାନଙ୍କ ଚେଷ୍ଟ ପେନ୍ ହବ ନାହିଁ। ତ ତା ଛଡା ଆଉ କିଛି ଲୋକଙ୍କୁ ଅନ୍ୟ ଜାଗା ଗୁଡାରେ ପେନ୍ ହୁଏ, ପିଠିରେ ବା ଜରେ
বা ନେକ୍ ରେ ପେନ୍ ହୁଏ, ବେକରେ ଆପଣଙ୍କ ପେନ୍ ହେଇପାରେ କିଛି ଲୋକଙ୍କ ଅନୟୁଜୁଆଲ ଜିନିଷ ଗୁଡାକ। ବା ଆଉ ଗୋଟେ ଜିନିଷ କେତେ ଲୋକ ସେଟା ରିଏଲାଇଜ କରିପାରନ୍ତିନି, ସେମାନେ ଖାଲି ଗୋଟେ ଜିନିଷ ଜାଣିପାରନ୍ତି ଯେ ଧଇଁସଇ ହେଇଯାଉଛି, ଟିକେ ସାଧାରଣ ପରିଶ୍ରମ କଲେ ବି ବହୁତ ହାଲିଆ ହେଇଯାଉଛନ୍ତି ବା ଧଇଁସଇ ହେଇଯାଉଛନ୍ତି ବା ମୁଣ୍ଡ ବୁଲେଇ ଯାଉଛି। ଏଇଟା ବି ଗୋଟେ ପ୍ରକାର ଲକ୍ଷଣ ଯୋଉଥିରେ କି ଆପଣ ଜାଣିପାରିବେ ଯେ ଆପଣଙ୍କର ହାର୍ଟ ଆଟାକ୍ ଟା ପଡିଛି ବା ପଡିପାରେ ବା ପଡିବାକୁ ଅଛି। ପ୍ରଥମ କଥା ହଉଛି ଯେ ସେ ପେସେଣ୍ଟକୁ ଆପଣ ଆଡମିଟ କଲା ପରେ କାଜୁଆଲିଟିରେ ଦେଖିବେ ତାଙ୍କ ବ୍ଲଡ ପ୍ରେସର, ହାର୍ଟ ରେଟ୍ ଆଉ ଅନ୍ୟ ସବୁ ଜିନିଷ ଗୁଡାକ କେମିତି ଅଛି। ଯଦି ପେସେଣ୍ଟଟା ଲକିଲି ଷ୍ଟେବଲ ଅଛି ଆଉ ବିଶେଷ କିଛି ତାଙ୍କର ସିମ୍ପଟମ ସେଭଳିଆ ଦିଶୁନି, ଏତେ ସିରିୟସ ଦିଶୁନି, ତାହେଲେ ଏ ପେସେଣ୍ଟକୁ ଆଡମିଟ କରିକି ଆପଣ ଇଞ୍ଜେକ୍ସନ ଦେଇପାରିବେ ବା ମେଡିସିନ ଗୁଡା ଦେଇପାରିବେ। ଅଏଲ ଥାଏ ସେ କ୍ୟାପସୁଲ ଭିତରେ, ତାକୁ ଗୋଟେ ପିନରେ ପୋଡିକିରି ଜିଭ ତଳେ ଦିଆଯାଏ। ତ ସେଇଥିରେ ସାଙ୍ଗେ ସାଙ୍ଗେ 5-10 ମିନିଟ ଭିତରେ ତାର ଆକ୍ସନ ଟା ଷ୍ଟାର୍ଟ ହେଇଯାଏ ଆଉ ସେଇଟା ଦେଇଦେଲେ ଲୋକଙ୍କ ଚେଷ୍ଟ ପେନ୍ ଟା କମି ଯାଇଥାଏ। ଯଦି ପେସେଣ୍ଟଟା ଷ୍ଟେବଲ ନାହିଁ ତାହେଲେ ଗୋଟେ ବଡ ପ୍ରୋବ୍ଲେମ। ଷ୍ଟେବଲ ଯଦି ନାହିଁ ତା ମାନେ ମ୍ୟାସିଭ ହାର୍ଟ ଆଟାକ୍ ଟା ପଡିଛି ଏବଂ ତାର କମ୍ପ୍ଲିକେସନ ଗୁଡା କିଛି ଥାଇପାରେ। ତେଣୁକରି ଗୋଟେ ଛୋଟ ବେସ୍ ଲାଇନ୍ ଯାହା ଆମର ବ୍ଲଡ ଟେଷ୍ଟ ଅଛି ସେଟା କରିଦେଇକି ଶୀଘ୍ରାତି ଶୀଘ୍ର ତାଙ୍କୁ ଆମେ କ୍ୟାଥ ଲ୍ୟାବ୍ କୁ ନେଇଯାଉ ଆଉ କାର୍ଡିଓଲୋଜିଷ୍ଟ ମାନେ କ୍ୟାଥ ଲ୍ୟାବ୍ ରେ ତାଙ୍କୁ ସାଙ୍ଗେ ସାଙ୍ଗେ କରୋନରୀ ଆଞ୍ଜିଓଗ୍ରାମ ଟା କରିକି ଦେଖିବା ପାଇଁ ଚେଷ୍ଟା କରନ୍ତି ଯେ କୋଉଠି ବ୍ଲକେଜ ଅଛି, କଣ ସେ ବ୍ଲକେଜ ଟା କୋଉ ଟାଇପ ର ଅଛି ଏବଂ କେତେଟା ଅଛି। ଯଦି ସିମ୍ପଲ ବ୍ଲକେଜ ଗୁଡା ଥିବ ଆଉ ଯଦି ସେ ସିଚୁଏସନ ଟାରେ ମ୍ୟାନେଜେବଲ କରି ହଉଛି, ତାହେଲେ ସେମ୍ ସିଟିଂ ରେ ଆମେ କଣ କରୁ ସେ କ୍ୟାଥେଟର ରଖିକିରି ତାର ଭିତରେ କ୍ୟାଥେଟର ପୁରେଇକି ଷ୍ଟେଣ୍ଟିଂ ଟା କରିଦଉ। ଯଦି ଷ୍ଟେବଲ ଅଛନ୍ତି ପେସେଣ୍ଟ ବା ଆଞ୍ଜିଓଗ୍ରାମ ରେ ମଲ୍ଟିପୁଲ ବ୍ଲକେଜେସ୍ ଗୁଡା ଅଛି ଆଉ ଡିଫିକଲ୍ଟ ବ୍ଲକେଜ ଗୁଡା ଅଛି ଯୋଉଟା କି ଷ୍ଟେଣ୍ଟିଂ କରିହବ ନାହିଁ, ତାହେଲେ ଆମେ ଚେଷ୍ଟା କରୁ ଯେ ପେସେଣ୍ଟ କୁ ମେଡିସିନ ଦେଇକି ମେଡିକାଲ ମ୍ୟାନେଜମେଣ୍ଟ ଆଇସିୟୁ ସପୋର୍ଟ ରୁ ଏମର୍ଜେନ୍ସି ସିଚୁଏସନ ରୁ ବାହାର କରିଦଉ। ଷ୍ଟେବଲ ହେଇସାରିଲା ପରେ ତାପରେ ତାଙ୍କୁ ବାଇପାସ ଅପରେସନ ବା ଅନ୍ୟ କୌଣସି ଅପରେସନ ପାଇଁ ପ୍ରସ୍ତୁତ କରାଯାଏ। ପ୍ରଥମ କଥା ଯେ ହାର୍ଟ ଆଟାକ୍ ଟା ଆଉ ଥରେ ହେବା କଥା ନୁହଁ, କାହିଁକି ଆପଣ ତା ପାଇଁ ଇନ୍ତଜାମ କରିବା କଥା। ଆଟଲିଷ୍ଟ 2-3 ୱିକ୍ସ ଭିତରେ ଆପଣ ଡିସାଇଡ କରିନେବା କଥା ଯଦି ଷ୍ଟେଣ୍ଟିଂ ହବ ବା ବାଇପାସ ହବ ବା ଯାହା ବି ହବ। ଯଦି ଷ୍ଟେଣ୍ଟିଂ ହେଇଛି ବା ବାଇପାସ ହେଇଛି କିମ୍ବା ଯଦି କୌଣସି କାରଣ ନ ବି ହେଇଛି, ହାର୍ଟ ଆଟାକ୍ ଟା ନିଜେ ଗୋଟେ ରୋଗ ନୁହେଁ, ଏଟା ଅନ୍ୟ ଗୋଟେ ରୋଗର କମ୍ପ୍ଲିକେସନ ଟା। ମୁଁ ଆପଣ କହିଲି ଯେମିତି ଡାଇବେଟିସ୍ ଅଛି, ବ୍ଲଡ ପ୍ରେସର ଅଛି, କୋଲେଷ୍ଟ୍ରଲ ଅଛି ବା ଫ୍ୟାମିଲିଆଲ ଟେଣ୍ଡେନ୍ସି ଅଛି, ତେଣୁକି ସେସବୁ ଜିନିଷ ପଏଣ୍ଟ ଅଫ୍ ଭ୍ୟୁ ଆପଣଙ୍କୁ ସାବଧାନ ରହିବାକୁ ପଡିବ। ଯଦି ଆପଣଙ୍କ ଡାଇବେଟିସ୍ ଅଛି ତାହେଲେ ଡାଇବେଟିସ୍ ର ଯାହା ନିୟମ ଅଛି ସେ ନିୟମାବଳୀକୁ ଆପଣ ପାଳନ କଲେ। ସେମିତି ବ୍ଲଡ ପ୍ରେସର ଯୋଉମାନଙ୍କର ପେସେଣ୍ଟ ଅଛି ସେମାନଙ୍କୁ ଲୁଣ ଖାଇବାଟା ବା ତେଲିଆ ଜିନିଷ ଖାଇବାଟା ବର୍ଜିତ। ଲୁଣ ବେଶୀ ଖାଇଲେ ବ୍ଲଡ ପ୍ରେସର ଟା ବଢିବ। ସିମିଲାରଲି ଅନ୍ୟ କୌଣସି ଯଦି ରୋଗ ଅଛି ସେଟାକୁ ଆପଣ ତାର ଯାହା ଯାହା ନିୟମାବଳୀ ଆପଣଙ୍କୁ ଡକ୍ଟର ଦେଇଛନ୍ତି ବା ଡାଏଟିସିଆନ ଦେଇଛନ୍ତି ସେଟାକୁ ପାଳନ କରନ୍ତୁ, ନମ୍ବର 1। ନମ୍ବର 2, ଆଜ ଅ ଜେନେରାଲ ରୁଲ ଆପଣ ତେଲ ମସଲା ଜିନିଷଟା ଆଭଏଡ କରିବା ପାଇଁ ଉଚିତ। ସେକେଣ୍ଡ ଜିନିଷ ହଉଛି ଯଦି ଆପଣ ହାର୍ଟ ଆଟାକ୍ ବାହାରିଛନ୍ତି ତାହେଲେ ରେଗୁଲାର ନୀତିମତ ମାଇଲ୍ଡ ଟୁ ମଡରେଟ ଅଳ୍ପ ଟିକେ ଏକ୍ସରସାଇଜ କରବାଟା ଉଚିତ। କମ ସେ କମ 3-4 କିଲୋମିଟର ଚାଲନ୍ତୁ, କିଛି ଟାଇମ ଯାକେ ଟ୍ରେଡମିଲ ଯଦି ଚାଲି ପାରୁନାହାନ୍ତି ରୋଡ ଉପରେ ତାହେଲେ ଟ୍ରେଡମିଲ ଉପରେ ଆପଣ ବ୍ୟାୟାମ କରନ୍ତୁ ଆଉ ନିଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରନ୍ତୁ। ଯଦି ୱେଟ୍ ବହୁତ ବଢି ଯାଇଛି ୱେଟ୍ ଟିକେ କମାନ୍ତୁ, ଏସବୁ ଜିନିଷଟାକୁ ପାଳନ କରିବାଟା ବେଟର। ସ୍ମୋକିଂ ଯଦି ଆପଣ କରୁଛନ୍ତି ବା ଅନ୍ୟ କୌଣସି ପ୍ରକାର ତମ୍ବାଖୁ, ଗୁଡାଖୁ ଏଇ ଟାଇପ ଜିନିଷ ଯଦି ସେବନ କରନ୍ତି ସେଟାକୁ ଆପଣ ସାଙ୍ଗେ ସାଙ୍ଗେ ବନ୍ଦ କରିବାକୁ। ପ୍ରଥମ କଥା ଜେନେଟିକ ଜିନିଷଟା ହାର୍ଟ ଆଟାକ୍ ହବ ବୋଲି ସେମିତି ଗ୍ୟାରେଣ୍ଟି କାହାକୁ ଦେଇ ହବ ନାହିଁ, କିନ୍ତୁ ଯେହେତୁ ଆପଣ ଜାଣିଲେ ଯେ ଆପଣଙ୍କ ଫ୍ୟାମିଲିରେ ହାର୍ଟ ଆଟାକ୍ ଟା ପଡିଛି, ଧରନ୍ତୁ ଆପଣଙ୍କ ବାପାଙ୍କ ଫ୍ୟାମିଲିରେ, ମାଙ୍କ ଫ୍ୟାମିଲିରେ ବା ଭାଇ ଭାଇ ଭିତରେ ଯଦି ବେଶୀ ହାର୍ଟ ଆଟାକ୍ ପଡୁଛି ଆପଣ ତା ପାଇଁ ହାଇ ରିସ୍କ ହେଲା। ଯଦି ଆପଣ ଜାଣିଲେ ଯେ ଆପଣ ରିସ୍କ ଅଛି ତ ସେ ରିସ୍କ ପ୍ରତି ଆପଣ ସାବଧାନ ରହିବେ। ତ ନମ୍ବର 1 ଆପଣ କଣ କରିବେ ଯେ ଆପଣଙ୍କ ରେଗୁଲାର ହେଲ୍ଥ ଚେକଅପ୍ କରିବେ। ଯଦି ଆପଣଙ୍କର କର୍ନେରୀ ଆର୍ଟେରୀ ଗୁଡା ମାନେ ନାରୋ ହେଇଯାଉଛି କମ ସେ କମ ସେଇ ଷ୍ଟେଜରେ ପହଞ୍ଚିବା ପୂର୍ବରୁ ହିଁ ଆପଣ କରିବା କଥା ଯେବେ କି ଆପଣଙ୍କ ହାର୍ଟ ଆଟାକ୍ ଟା ପଡିବ। ଦେଖନ୍ତୁ ହାର୍ଟ ଆଟାକ୍ ଟା ସେତେବେଳେ ପଡିବ ଯେବେ କର୍ନେରୀ ଆର୍ଟେରୀ ଗୁଡା ସିଭିୟରଲି ବ୍ଲକ୍ ହେଇଗଲାଣି, 100% ବ୍ଲକ୍ ହେଇଗଲାଣି। ତ ଯଦି ଆପଣ ରେଗୁଲାର ନିଜର ଚେକଅପ୍ କରୁଛନ୍ତି, ବର୍ଷରେ ଥରେ କିମ୍ବା 2 ବର୍ଷରେ ଥରେ ଆପଣ ଯଦି କମ୍ପ୍ଲିଟ ହେଲ୍ଥ ଚେକଅପ୍ କରୁଛନ୍ତି, ତାହେଲେ ସେ ଷ୍ଟେଜ ପୂର୍ବରୁ ହିଁ ଜଣା ପଡିଯିବ ଯେ ଆପଣଙ୍କର ହାର୍ଟ ଆଟାକ୍ ଟା ହେଇପାରେ ବା ଆପଣଙ୍କର ପ୍ରୋବ୍ଲେମ ଅଛି ହାର୍ଟରେ, ଆଉ ତା ପାଇଁ ଫର୍ଦର ଟେଷ୍ଟ ଟା କରାନ୍ତୁ। ଆଞ୍ଜିଓଗ୍ରାମ କଲେ ଜଣା ପଡିଯିବ ଯେ ବ୍ଲକ ଗୁଡାକ ଅଛି, ତେଣୁ ସେ ବ୍ଲକ ଗୁଡାକୁ ବାଇପାସ କରନ୍ତୁ ବା ଷ୍ଟେଣ୍ଟିଂ କରନ୍ତୁ, ଯେମିତି ଯୋଉଟା ସୁଟ୍ କରୁଛି ଯୋଉ କଣ୍ଡିସନକୁ ସେମିତି କରିକି ସେଟାକୁ ଆପଣ ପ୍ରିଭେଣ୍ଟ କରିପାରିବେ। ନମ୍ବର 2, ଯଦି ଆପଣ ଡାଇବେଟିକ ଅଛନ୍ତି ତାହେଲେ ଡାଇବେଟିସ ର ରୀତିମତ କେୟାର ନିଅନ୍ତୁ। ପ୍ରୋବ୍ଲେମ ଟା କଣ, ଲୋକଙ୍କ ଡାଇବେଟିସ୍ ଅଛି ଆଉ ତା ପାଇଁ କେୟାର ନଉନାହାନ୍ତି। ଆପଣ ଡେଲି ମୋର ଓପିଡିରେ ଏମିତି ଲୋକଙ୍କୁ ଭେଟିବେ ଯୋଉମାନଙ୍କର ଡାଇବେଟିସ୍ ଅଛି, କୋଉଠୁ ଆପଣ ଦେଖଉଛନ୍ତି ନା ପାଖରେ ଗୋଟେ ଡକ୍ଟର ଥିଲେ, ସେ ଦେଖି ଦିଅନ୍ତି, ସେ ଲେଖି ଦିଅନ୍ତି। ଆଚ୍ଛା ତାପରେ ଆପଣ ଫଲୋ ଅପ୍ କରୁଛନ୍ତି, ନାଇଁ ସେ ଆଉ 6 ମାସରେ ଥରେ ଦେଖେଇ ଦଉଛୁ ଆଉ ସେ ଠିକ ହେଇଯାଉଛି, ସବୁ ତ ଠିକ ଅଛି।
କାହିଁକି ନା ଆପଣ ଲାବୋରେଟୋରୀ ଯୋଉଟା ଦେଖୁଛନ୍ତି ପ୍ରାୟ ସେ ଛୋଟ ଛୋଟ କ୍ଲିନିକ ଗୁଡାରେ ନିଜର ଗୋଟେ ଲାବୋରେଟୋରୀ ଖୋଲି ଦେଇଛନ୍ତି। ସେ ଲାବୋରେଟୋରୀ ଗୁଡାର କୌଣସି ପ୍ରକାର କ୍ୱାଲିଟି କଣ୍ଟ୍ରୋଲ କିଛି ନାହିଁ। ତେଣୁକରି ସେ ବ୍ଲଡ ସୁଗରଟା ସେଇଠି ମାପିଲା ବେଳକୁ 101, 102, 155 ଥିବ। ଆଉ ଆମ ହସ୍ପିଟାଲ ଆସିକି ଓପିଡି ରେ ଚେକ୍ କଲା ବେଳକୁ 450 ଅଛି। ତ ଡାୟାବେଟିସ୍ ଟା ଖାଲି ଜଣକୁ ଗୋଟେ ଆଣିକିରି ଗୋଟେ ଟାବଲେଟ ଖାଇଦେଲେ ହବ ନାହିଁ। ଆପଣଙ୍କୁ ରୀତିମତ ସେଟା ଚେକଅପ୍ କରିବାକୁ ପଡିବ, ଚେକ୍ କରିବାକୁ ପଡିବ, ରିଚେକ୍ କରିବାକୁ ପଡିବ, ବିଭିନ୍ନ ସୋର୍ସେସ୍ ରୁ ଚେକ୍ କରିବାକୁ ପଡିବ ଯେ ଡାୟାବେଟିସ୍ ଆପଣଙ୍କ ଭଲ କଣ୍ଟ୍ରୋଲରେ ଅଛି କି ନାହିଁ। ନମ୍ବର 1। ଯଦି ଆପଣଙ୍କର ପାଖରେ କୌଣସି ଲାବୋରେଟୋରୀ ନାହିଁ ତ କମ ସେ କମ ନିଜେ ଗ୍ଲୁକୋମିଟର କିଣନ୍ତୁ ବା କୌଣସି ଭଲ ଡାକ୍ତର ପାଖରେ ଯାଇକି ପରାମର୍ଶ ନେଇକି ଷ୍ଟାଣ୍ଡାର୍ଡ ଗୋଟେ ଲାବୋରେଟୋରୀ ଦେଖିକି ଚେକ୍ କରାନ୍ତୁ ଯେ ଡାୟାବେଟିସ୍ କଣ୍ଟ୍ରୋଲ ଅଛି କି ନାହିଁ। ସିମିଲାରଲି ଅନ୍ୟ ଯଦି ଆପଣଙ୍କ ବ୍ଲଡ ପ୍ରେସର ଯଦି ପ୍ରୋବ୍ଲେମ ଅଛି, ବ୍ଲଡ ପ୍ରେସର ବି ଆପଣଙ୍କୁ ରେଗୁଲାରଲି ଚେକଅପ୍ କରିବା କଥା ଯେ ଠିକ ଠାକ ଅଛି କି ନାହିଁ। ଯେ ଆପଣ ଟାବଲେଟ ଖାଉଛନ୍ତି ସେଟା ଖାଲି ଖାଲି କହିଦେଲେ ଖାଲି ଯେ କଣ୍ଟ୍ରୋଲ ଆସିଯାଇଛି ଆପଣ ଭାବିଲେ ସେମିତି ହବ ନାହିଁ। ନମ୍ବର 1। ନମ୍ବର 2, ଯେହେତୁ ଭଲ ଥିଲି ମୁଁ ଟାବଲେଟ ଟା ନିଜେ ନିଜେ ବନ୍ଦ କରିଦେଲି, କାଇଁ ଟାବଲେଟ ଖାଇବି, ସମସ୍ତେ କହିଲେ ଯେ ଭଲ ତ ଅଛୁ ଆଉ କାହିଁକି ଖାଇବି। ତ ସେଟା ଆଉ ଗୋଟେ ପ୍ରୋବ୍ଲେମ। କେତେ ଲୋକ ମୁଁ ଭେଟିଛି ଯୋଉମାନଙ୍କ ଡାୟାବେଟିସ୍ ଥିଲା, ଡାୟାବେଟିସ୍ ପାଇଁ ଟ୍ରିଟମେଣ୍ଟ ନଉଥିଲେ 5-6 ମାସ ପରେ ଭଲ ତ ଲାଗୁଛି, ଏବେ ତ ସୁଗର ଭଲ ଥିଲା ବନ୍ଦ କରିଦେଲି, ବା ବ୍ଲଡ ପ୍ରେସର ପାଇଁ ଭଲ ଥିଲା ବନ୍ଦ କରିଦେଲି। ତ ଇଏ ଜିନିଷ ସେମିତି ଅବହେଳା କଲେ ହବ ନାହିଁ। ଯଦି ଆପଣ କୌଣସି କ୍ରନିକ ରୋଗ ବାହାରିଛି, ଡାୟାବେଟିସ୍ ଥାଉ, ବ୍ଲଡ ପ୍ରେସର ଥାଉ, ୟାର କୌଣସି ପ୍ରକାର କ୍ୟୁର ନାହିଁ। ତେଣୁକରି ଆପଣ ଖାଲି ତାକୁ ଚାପିକି ରଖିପାରିବେ। ଯେହେତୁ ଆପଣଙ୍କ ଚାପିବା ପାଇଁ ମେଡିସିନ ଟା ଦିଆ ହେଇଛି, ସେ ମେଡିସିନ ଟା ଖାଇଲା ପରେ ଚାପି ହେଇକି ରିପୋର୍ଟଟା ଆପଣଙ୍କ ନର୍ମାଲ ଆସିଛି। ନଟ୍ ଦ୍ୟାଟ କି ଆପଣଙ୍କ ନର୍ମାଲ ରିପୋର୍ଟଟା ହିଁ ଆପଣଙ୍କ ପାଖରେ ଅଛି ଆଉ ବିନା ମେଡିସିନ ଆପଣ ମ୍ୟାନେଜ କରିପାରିବେ। କିଛି ଦିନ ଗଲା ପରେ ମେଡିସିନ ର ଏଫେକ୍ଟ ସରିଯିବ, ପୁଣି ଆଉଥରେ ଯୋଉ କଥାକୁ ସେଇ କଥା, ସେ ରିପୋର୍ଟଟା ବଢିଯାଏ। ସେଇଥିପାଇଁ ଇମ୍ପୋର୍ଟାଣ୍ଟ ଏଇଆ ଯେ ଯଦି ଆପଣଙ୍କର କୌଣସି ପ୍ରକାର ଡାୟାବେଟିସ୍, ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ ବା ଏଇ ଟାଇପ କୌଣସି ଜିନିଷ ଅଛି, ଆପଣ ତାଙ୍କର ରୀତିମତ ଟ୍ରିଟମେଣ୍ଟଟା ନିଅନ୍ତୁ ଆଉ ବନ୍ଦ କରନ୍ତୁ ନାହିଁ। ଆଉ ଦ୍ୱିତୀୟ କଥା, ପ୍ରତ୍ୟେକ ମାସରେ ସେ ଜିନିଷଟା ରିପିଟ କରିକି ଚେକଅପ୍ କରିବେ ସେଟା ଠିକ କଣ୍ଟ୍ରୋଲ ଅଛି କି ନାହିଁ। ଆଜି ବି ମୁଁ ଗୋଟେ ପେସେଣ୍ଟ ଦେଖିଛି, ସେ ବି ସେମିତି 3-4 ମାସ ହେଲାଣି ଡାୟାବେଟିସ୍ ଟ୍ରିଟମେଣ୍ଟ କରିନାହାନ୍ତି, ବ୍ଲଡ ସୁଗର 350 ଅଛି। ତ ବାଇପାସ ଅପରେସନ କରାହେଇଛି। ଏମିତିଆ ହେଲେ କଣ ହବ ଯେ ଆପଣଙ୍କର ହାର୍ଟ ରେଟ୍ ଟା ପୁଣି ପୁଣି ଆଉଥରେ ସେକେଣ୍ଡ ଟାଇମ୍ ଥାର୍ଡ ଟାଇମ୍ ହେବାର ଚାନ୍ସେସ୍ ଅଛି। ଆଚ୍ଛା, ଯଦି ଆପଣ କୌଣସି ପ୍ରକାର ହାର୍ଟ ଆଟାକ୍ ଟା ପଡିଛି, ତାହେଲେ ସେକେଣ୍ଡ ଟାଇମ୍ ବା ଥାର୍ଡ ଟାଇମ୍ ବା ଫୋର୍ଥ ଟାଇମ୍ ହାର୍ଟ ଆଟାକ୍ ହେବାଟା ବହୁତ ଖରାପ ଜିନିଷ। କାହିଁକି ହାର୍ଟ ଟା ବାରମ୍ବାର ବାରମ୍ବାର ୱିକ୍ ହେଇ ଚାଲିବ। ତେଣୁକରି ଗୋଟେ ଜିନିଷ ଜାଣନ୍ତୁ, ଆପଣ ଷ୍ଟେଣ୍ଟିଂ କରନ୍ତୁ ଚାहे ବାଇପାସ କରନ୍ତୁ, ହାର୍ଟ ଟା ଥରେ ଫେଲ ହେଇଗଲା ପରେ ବା ଡ୍ୟାମେଜ ହେଇଗଲା ପରେ ଆଉ ଥରେ ଫେରିକି ଆସିବନି। ତ ଏଇଟା ଆପଣ କ୍ୟୁର କରୁନାହାନ୍ତି, ଆପଣ ବଞ୍ଚଉଛନ୍ତି ଯେ ଯୋଉଟା ଆପଣଙ୍କର ହାର୍ଟ ଟା ନର୍ମାଲ ଅଛି ସେ ଏରିଆ ଟା ବଞ୍ଚି। ଆଉ ଯଦି ମାସିଭ ହାର୍ଟ ଆଟାକ୍ ଟା ପଡି ଚାଲିଲା ସବୁଥରକ, ହାର୍ଟର ନର୍ମାଲ ଏରିଆ ଗୁଡା ବଞ୍ଚିବ ନାହିଁ। ତେଣୁକରି ବାଇପାସ କରିବା ପାଇଁ ବା ଷ୍ଟେଣ୍ଟିଂ କରିବା ପାଇଁ କୌଣସି ପ୍ରକାର ଜିନିଷ ନଥିବ, ଆଉ ଜୀବନ ସାରା ପାଇଁ ଆପଣ କଷ୍ଟ ପାଇବେ, ମେଡିସିନ ଖାଇକି ବି କଷ୍ଟ। ତ ସେଇ ଜିନିଷଟା ଲୋକଙ୍କର ବୁଝିବା ଉଚିତ। ସେଇ ଜିନିଷର ପ୍ରତି ଲୋକଙ୍କର ସଜାଗ ହେବାଟା ଉଚିତ ଯେ ଯଦି କୌଣସି ପ୍ରକାର ପ୍ରୋବ୍ଲେମଟା ଅଛି, ସେ ପ୍ରୋବ୍ଲେମଟା ଫେସ୍ କରନ୍ତୁ, ରେଗୁଲାର ତା ଚେକଅପ୍ କରାନ୍ତୁ, ଡରନ୍ତୁ ନାହିଁ। ଆଉ ନୀତିମତ ତାର ରିଚେକ୍ଟଟା କରିବା ଦରକାର। ତା ପ୍ରତି ଆପଣଙ୍କୁ ରେଗୁଲାର ଆୱେରନେସ୍ ହେବା ଦରକାର। ବିଭିନ୍ନ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଡାକ୍ତରଙ୍କ ଠାରୁ ଜାଣିବା ପାଇଁ ସ୍ୱାସ୍ଥ୍ୟ ପ୍ଲସ୍ ଓଡ଼ିଆର ୟୁଟ୍ୟୁବ୍ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ।